ଆପଣଙ୍କ ନାଁ? ମୋ ନାଁ ହେଲା ପ୍ରଶାନ୍ତ କୁମାର ମଲ୍ଲିକ। ମୁଁ ହେଲି ଆମର ବିମାନ ଗଙ୍ଗାଧର ଗୋଶାଳା ସେକ୍ରେଟାରୀ। ଆଜି ଆମେ ଯେଉଁ ରକ୍ତଦାନ ଶିବିର କେନ୍ଦ୍ରଟା କରିଛୁ, ଯେଉଁ ଆମର ଯୁଦ୍ଧ ଚାଲିଛି, ଯେଉଁ ଇଣ୍ଡିଆ ପାକିସ୍ତାନ ସିନ୍ଧୁ ନଦୀକି ଯେଉଁ ଆମର ଯୁଦ୍ଧ ଚାଲିଛି କି କାଶ୍ମୀରରେ ଯେଉଁ ଟେରରିଷ୍ଟମାନେ ପୁଲୱାମା ଆତଙ୍କୀ କରିଥିଲେ, ଯାହାଫଳରେ କି ଆମର ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ଚାଲିଥିବାରେ ଆମର ଯେଉଁ ଯବାନମାନେ ଘାୟଲ ହେଉଛନ୍ତି ତାଙ୍କର ରକ୍ତ ବ୍ଲଡ଼ କିଛି ସର୍ଟ ନ ହେଇଯାଉ, ସେଥିପାଇଁ ଆମେ ଗୋଟେ ବିମାନ ଗଙ୍ଗାଧର ଗୋଶାଳା ଆଉ ଅଖଣ୍ଡ ଯୁବ ସେନାର ସବୁ ଭାଇମାନେ ମିଶିକି ଗୋଟେ ରକ୍ତଦାନ ଶିବିର ଆୟୋଜନ କରିଛୁ। ବାସ୍ ଭାଇମାନେ ତ ସମସ୍ତେ ଆସିକି ବର୍ତ୍ତମାନ ଉପସ୍ଥିତ ହେଇକି ରକ୍ତ ବର୍ତ୍ତମାନ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି ଯେ ଯେଉଁ ଭାଇମାନେ ବି ଆମର ରକ୍ତ ଦେଉଛନ୍ତି ସେମାନଙ୍କର ଦିନ ମଙ୍ଗଳ ହେଉ, କାହିଁକିନା ଗୋଟେ ମହତ୍ତ୍ୱ ଉଦ୍ଦେଶ୍ୟ ରକ୍ତଦାନ ହେଉଛି ମହାପୁଣ୍ୟ କାମ। ଚାହୁଁଛି ସବୁ ଭାଇମାନେ ଯୋଡ଼ିକି ଏ ମହତ୍ତ୍ୱ ଉଦ୍ଦେଶ୍ୟଟାକୁ ଆଗକୁ ନେଇକି ଚାଲନ୍ତୁ। ଜୟ ଜଗନ୍ନାଥ। କେତେ ୟୁନିଟ୍ ଆଶା ରଖିଛନ୍ତି? ଆମେ ଆଜି ଆଶା ରଖିଛୁ ବୋଧେ 100 ପାଖାପାଖି ୟୁନିଟ୍ ଆମେ ଆଶା ରଖିଛୁ। ଏବେ ସୁଦ୍ଧା ଆମର 20-25 ପାର ହେଲାଣି। ବାସ୍ ଅଧଘଣ୍ଟେ କି ଘଣ୍ଟେ ଭିତରେ 20-25 ହେଇସାରିଲାଣି। 12ଟା ଭିତରେ 100 ହେଇଯିବ ବୋଲି ଆମେ ଟାର୍ଗେଟ୍ ରଖୁଛୁ। ଶ୍ୟାମଲମ୍ ଚାରିଟେବଲ୍ ଟ୍ରଷ୍ଟର ଟ୍ରେଜରର ଅଛି। ଶସ୍ୟ ଶ୍ୟାମଲମ୍ ଚାରିଟେବଲ୍ ଟ୍ରଷ୍ଟ ଗଙ୍ଗାଧର ବିଭାଗ ଗଙ୍ଗାଧର ଗୋଶାଳା ପକ୍ଷରୁ ତଥା ଅଖଣ୍ଡ ଯୁବ ସଂଘ ତରଫରୁ ଆଜି ଯେଉଁ ରକ୍ତଦାନ ଶିବିର କାର୍ଯ୍ୟକ୍ରମଟି ଆମର ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲରେ ବର୍ତ୍ତମାନ ଚାଲିଛି, ଏଥିରେ ସ୍ୱେଚ୍ଛାକୃତ ଭାବରେ ଅନେକ ସାଧାରଣ ନାଗରିକମାନେ ଆସିକି ରକ୍ତଦାନ କରୁଛନ୍ତି। ମନରେ ବହୁତ ଗର୍ବ ଆସୁଛି ଦେଖିଲେ। ଆଜିର ଯେଉଁ ଯୁବ ସମାଜ, ସେମାନେ କେବଳ ଭାରତ ନୁହେଁ, ଓଡ଼ିଶା ନୁହେଁ, ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ, ସମସ୍ତଙ୍କର ବିକାଶ ପାଇଁ ଯୁବ ସମାଜ ଆଗେଇ ଆସୁଛନ୍ତି। ଏଇଟା ଗୋଟେ ଗର୍ବର କଥା। ଆଉ ମୁଁ ଏ ବାସୁଦେବପୁରବାସୀଙ୍କୁ ମଧ୍ୟ ମୋ ପକ୍ଷରୁ ମୁଁ କହିବି ଯେ ସମସ୍ତ ଯୁବ ସମାଜ ଆଗେଇ ଆସନ୍ତୁ। ରକ୍ତଦାନ ମହାନ ଦାନ। ରକ୍ତ ବହୁତ ସମୟରେ ଆବଶ୍ୟକତା ପଡ଼ିଛି। ରକ୍ତ ପାଇଁ କାହାରି ଜୀବନ ନ ଯାଉ। ଏତେ ବଡ଼ ଗୋଟିଏ ପ୍ରୋଗ୍ରାମ୍ ପିଲାମାନେ କରିଛନ୍ତି, ବହୁତ ଖୁସି।